ସୃଷ୍ଟିର ନିୟମ ଅଟେ। ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଏକାଗ୍ରତା ସବୁ ଜ୍ଞାନର ମୂଳ ଅଟେ। ଗୋଟେ ସାଧାରଣ ବ୍ୟକ୍ତିର ମନର ଶକ୍ତି ଏକାଗ୍ରତାର ଅଭାବ ନିମନ୍ତେ 90% ଡ୍ୟାମେଜ୍ ହୋଇଯାଏ, ଯେଉଁଥିପାଇଁ ଛୋଟରୁ ବଡ଼ ଭୁଲ କରି ବହୁ ଅସୁବିଧା ଓ ଦୁଃଖକୁ ସେ ଭୋଗ କରିଥାଏ। ତେଣୁ ମନକୁ ଏକାଗ୍ରତାରେ ବାନ୍ଧି ନିଅ। ଏକାଗ୍ରତା ଦୃଢ଼ ହେଲେ ସଫଳତା ନିଶ୍ଚିନ୍ତ। ଦୁନିଆର ସବୁ ଖେଳ ଖେଳି କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ, କାହିଁକି ନା ଏହା ହେଉଛି ସେଇ ଦୋଷ ଯାହାକି ମୁଁ କେବେ ହେଲେ କ୍ଷମା କରିନଥାଏ। ସ୍ୱୟଂ ଭଗବାନ କହିଛନ୍ତି, ହାରିଗଲେ ଦୁଃଖ କରନି। ଜୀବନରେ ହାରିବା ବି ନିହାତି ଦରକାର, କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଉର୍ଜା ସୃଷ୍ଟି କରିଥାଏ, ନୂଆ ମାର୍ଗ ଦେଖେଇଥାଏ। ଭଗବାନ କାହାକୁ ବି ଦଣ୍ଡ ଦିଅନ୍ତି ନାହିଁ। ଆମେ କରୁଥିବାକୁ କର୍ମ ହିଁ ଆମକୁ ଦଣ୍ଡ ଦେଇଥାଏ। ତେଣୁ ଭାବି ଚିନ୍ତି କର୍ମ କରନ୍ତୁ। ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା ନାଁକୁ ଭୁଲି ଯାଇପାରେ, କିନ୍ତୁ ତା କର୍ମକୁ କଦାପି ଭୁଲି ପାରେ ନାହିଁ। ଜୀବନରେ ସବୁବେଳେ ଏମିତି କର୍ମ କର, ଆପଣ ଜୀବିତ ଥିବା ବେଳେ ସଭିଏଁ ଆପଣଙ୍କୁ ଭଲ ପାଇବେ। ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ଆପଣଙ୍କୁ ସମସ୍ତେ ମନେ ରଖିବେ। ହେ ମନୁଷ୍ୟ, ସବୁବେଳେ ଗୋଟିଏ କଥା ମନେ ରଖିବେ, କାହାଠାରୁ ଆଶୀର୍ବାଦ ପାଇଲା ଭଳି କର୍ମ କର କି ନ କର, କିନ୍ତୁ ଅଭିଶାପ ପାଇଲା ପରି କେବେ କର୍ମ କର ନାହିଁ। କାହିଁକି ନା ମୁଁ ନିଜେ ମୋର ଯାଦବ ବଂଶଙ୍କୁ ଗାନ୍ଧାରୀଙ୍କ ଅଭିଶାପରୁ ରକ୍ଷା କରିପାରିନଥିଲି। ତେଣୁ କାହାର ଅଭିଶାପର ପାତ୍ର ତୁମେ ହୁଅ ନାହିଁ। ଅତି ସହଜରେ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ, କାରଣ ବିଶ୍ୱାସର ମର୍ଯ୍ୟାଦା ସମସ୍ତେ ଦେଇପାରିନଥାନ୍ତି। ଜୀବନରେ ଅଧିକ ଦୁଃଖ ମିଳୁଛି, ଏ କଥାକୁ ତୁମେ କାହାକୁ ବି ଦୋଷ ଦେବା ଅନୁଚିତ, କିମ୍ବା ଅଧିକ ସୁଖ ମିଳୁଛି ତା ଉପରେ ନେଇ ଗର୍ବ କରିବା ବି ଅନୁଚିତ, କାରଣ ସୁଖ ଦୁଃଖ କେହି ଦେଇନଥାନ୍ତି, ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ। ତେଣୁ କାହା ଉପରେ ଭାବି ଚିନ୍ତି ରାଗି କିଛି ବି ଲାଭପ୍ରଦ ହେବ ନାହିଁ। ସାଥିରେ ରହି ଯିଏ ଆମ ସହ ଛଳନା କରେ, ତାଠାରୁ ବଡ଼ ଶତ୍ରୁ କେହି ବି ନାହାନ୍ତି, ଏବଂ ଆମ ମୁହଁରେ ଯିଏ ଆମର ଖରାପ ଗୁଣ କହିଥାଏ, ତାଠାରୁ ବଡ଼ ମିତ୍ର କେହି ବି ନାହାନ୍ତି। ଏହା ହିଁ ବିଧିର ବିଧାନ। ଯେଉଁ ମନୁଷ୍ୟ ସତରେ ଥାଏ ବା ସତ୍ କରିବାକୁ ଭଲ ପାଏ, ସଂସାରରେ ସର୍ବାଧିକ ଘୃଣା ସେହି ମନୁଷ୍ୟକୁ ହିଁ ମିଳିଥାଏ। ଧନ କହେ, ମୋତେ ଅର୍ଜନ କର, ବାକି ସବୁକୁ ଭୁଲି ଯାଅ। ସମୟ କହେ, ମୋ ପଛରେ ଗୋଡ଼ାଅ, ବାକି ସବୁକୁ ଭୁଲି ଯାଅ। ଭବିଷ୍ୟତ କହେ, ମୋ ପାଇଁ ସଂଘର୍ଷ କର, ବାକି ସବୁକୁ ଭୁଲି ଯାଅ। ଭଗବାନ କୁହନ୍ତି, ମୋତେ ଖାଲି ଟିକେ ମନେ ପକାଅ, ସବୁ ତୁମ ପାଖକୁ ଆପେ ଆପେ ଚାଲି ଆସିବ। ତେବେ ନିର୍ଣ୍ଣୟ ଆପଣଙ୍କ ହାତରେ। ଆପଣ କ'ଣ କରିବେ? କାହା ପାଇଁ ସମୟ ଦେବେ? କାହାକୁ ନିଜର କରିବେ? ଯାହାଦ୍ୱାରା କି ଆପଣ ଆପଣଙ୍କ ଜୀବନକୁ ସୁଚାରୁ ରୂପେ ଚଲାଇ ପାରିବେ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ।